ଜଣେ ଲୋକଟିଏ ରାସ୍ତାରେ ଯାଉଥିବା ବେଳେ ଗୋଟିଏ ହାତୀକୁ ଗୋଟିଏ ଛୋଟ କାଠ ଖଣ୍ଡାରେ ବନ୍ଧା ହୋଇଥିବା ଦେଖିଲା। ଲୋକଟି ଆଶ୍ଚର୍ଯ୍ୟ ହୋଇଗଲା। ଏତେ ବଡ଼ ଆଉ ଶକ୍ତିଶାଳୀ ହାତୀ ସାମାନ୍ୟ ଏକ ପତଳା ଦଉଡ଼ିରେ କାଠ ଖଣ୍ଡାରେ ବନ୍ଧା ହୋଇଛି। ଲୋକଟି ହାତୀର ମାଲିକକୁ ଯାଇ ପଚାରିଲା, ହାତୀ ତ ଏତେ ଶକ୍ତିଶାଳୀ, ସେ ଯଦି ଚାହିଁବ ଏ ଦଉଡ଼ିକୁ ସଙ୍ଗେ ସଙ୍ଗେ ଛିଡ଼ାଇ ପାରିବ, ହେଲେ ସେ ବନ୍ଧା ହୋଇଛି କାହିଁକି? ହାତୀର ମାଲିକ ଉତ୍ତର ଦେଲା, ମହାଶୟ, ଏ ହାତୀଟି ଯେତେବେଳେ ଛୋଟ ଥିଲା ମୁଁ ତାକୁ ଗୋଟିଏ ଦଉଡ଼ିରେ ବାନ୍ଧି ଦେଇଥିଲି। ଦଉଡ଼ିଟିକୁ ଛିଡ଼ାଇବା ପାଇଁ ସେ ବହୁ ଚେଷ୍ଟା କରିଥିଲା, କିନ୍ତୁ ସେ ଛିଡ଼ାଇ ପାରିନଥିଲା। କାହିଁକି ନା ସେ ସେତେବେଳେ ଛୋଟ ଥିଲା। ସେ ଭାବୁଥିଲା ଦଉଡ଼ିଟି ବହୁତ ମଜବୁତ, ସେ କେବେ ବି ଏହାକୁ ଛିଡ଼ାଇ ପାରିବ ନାହିଁ। ତେଣୁ ସେ ଦଉଡ଼ିକୁ ଛିଡ଼ାଇବା ପାଇଁ ଆଉ ଚେଷ୍ଟା ବି କଲା ନାହିଁ। ତେଣୁ କଥାରେ ଅଛି ପରା, ବିଫଳତା ଶିକ୍ଷାର ଏକ ଅଂଶ। ଆମେ ଆମ ଜୀବନର ସଂଗ୍ରାମକୁ କେବେ ବି ଛାଡ଼ିବା ଉଚିତ ନୁହେଁ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।